ଆଜି ଆମେ ସରକାରୀ କର୍ମଚାରୀଙ୍କ ପାଇଁ ଗୋଟେ ବହୁତ ଜରୁରୀ କଥା ଜାଣିବା। ହଁ ନମସ୍କାର। କୋ ବିଷୟରେ? ଏଇ ଯେମିତି ଉଚ୍ଚ ଶିକ୍ଷା କିମ୍ବା କିଛି ଟ୍ରେନିଂ ପାଇଁ ଛୁଟି ନେବାର ଯୋଉ ନିୟମ ଅଛି। ଓହୋ ହଁ ହଁ, ସେ ଷ୍ଟଡି ଲିଭ୍ ଆଉ ଡେପୁଟେସନ କଥା। ଏକଦମ। ଆମ ପାଖରେ ଓଡ଼ିଶା ସେବା ସଂହିତାର 1980 ମସିହାର ଗୋଟେ ସଂଶୋଧନର କିଛି ତଥ୍ୟ ଅଛି। ସେଥିରେ ମୁଖ୍ୟତଃ ଏଇ ଦିଟା କଥା ହିଁ କୁହାଯାଇଛି। ହଁ, ଗୋଟେ ହେଲା ସରକାର ଯେତେବେଳେ ନିଜେ ପଠାନ୍ତି ମାନେ ପ୍ରାୟୋଜିତ କରନ୍ତି, ସେଇଟା ହେଲା ଡେପୁଟେସନ। ଆଉ ଅନ୍ୟଟା? ଆଉ ଅନ୍ୟଟା ହେଲା ଯଦି କର୍ମଚାରୀ ନିଜ ଚେଷ୍ଟାରେ କୋଉଠି ଆଡମିସନ ପାଇଲେ, ସେଇଟା ପାଇଁ ଷ୍ଟଡି ଲିଭ୍। ଆଚ୍ଛା, ତେବେ ଏ ଦୁଇଟା ଭିତରେ ପଇସାପତ୍ର କେମିତି ମିଳେ, କେତେ ଦିନ ଛୁଟି ମିଳେ, ସେସବୁରେ ବୋଧେ ଫରକ ଅଛି? ହଁ, ବହୁତ ଫରକ ଅଛି। ଆଜି ଆମେ ଚେଷ୍ଟା କରିବା ସେଇଗୁଳାକୁ ଟିକେ ସହଜ ଭାଷାରେ ବୁଝିବା ପାଇଁ। ବହୁତ ଭଲ ହେବ। ତେବେ ଆଜ୍ଞା, ପ୍ରଥମେ ଡେପୁଟେସନ କଥା ହିଁ କୁହନ୍ତୁ। ଏଇଟା କାହା ପାଇଁ ଲାଗୁ ହୁଏ? ଦେଖନ୍ତୁ, ଯେତେବେଳେ ଆମ ରାଜ୍ୟ ସରକାର ହୁଅନ୍ତୁ କିମ୍ବା ଭାରତ ସରକାର, ସେମାନେ ନିଜେ କୌଣସି କର୍ମଚାରୀଙ୍କୁ ଗୋଟେ ନିର୍ଦ୍ଦିଷ୍ଟ ପାଠ ପଢ଼ିବାକୁ ବା ଟ୍ରେନିଂ ନେବାକୁ ବାଛନ୍ତି ଆଉ ପଠାନ୍ତି। ମାନେ ସରକାର ନିଜେ ସ୍ପନ୍ସର୍ଡ କରନ୍ତି? ହଁ, ସ୍ପନ୍ସର୍ଡ କରନ୍ତି କିମ୍ବା ନମିନେଟ୍ କରନ୍ତି। ଏଥିପାଇଁ ସାଧାରଣତଃ ଗୋଟେ ବିଭାଗୀୟ କମିଟି ବସେ, ସେମାନେ ବାଛନ୍ତି। ଏଇଟା ଗୋଟେ ସରକାରୀ ପ୍ରୋତ୍ସାହନ ଭଳି। ଓହୋ, ଯେହେତୁ ସରକାର ନିଜେ ପଠଉଛନ୍ତି, ଏହାର ମାନେ ସେଇଟା ତାଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ। ତେବେ ଆର୍ଥିକ ଦିଗରୁ କ'ଣ ସୁବିଧା ମିଳେ? ମାନେ ଦରମାପତ୍ର କଥା। ହଁ, ସେଇଟା ବଡ଼ କଥା। ଯେହେତୁ ଏହା ସରକାରୀ ପ୍ରାୟୋଜିତ, ଡେପ୍ୟୁଟେସନରେ ଯାଇଥିବା କର୍ମଚାରୀ ଜଣଙ୍କୁ ଛୁଟି ନେବା ପୂର୍ବରୁ ଯାହା ଦରମା ପାଉଥିଲେ, ସେହି ପୂରା ଦରମା ଆଉ ମହଙ୍ଗା ଭତ୍ତା ମାନେ ଡିଏ ସବୁ ପାଇବେ। ପୁରା ଦରମା ମିଳିବ? ହଁ, ପୂରା ଦରମା। ଏମିତିକି ସରକାର ଚାହିଁଲେ ଆଉ କିଛି ଅଧିକ ସୁବିଧା ବି ଦେଇପାରନ୍ତି। ଏହାକୁ ଗୋଟେ ପ୍ରକାର କାମରେ ଥିବା ଭଳି ହିଁ ଧରାଯାଏ। ଆଚ୍ଛା, ଆଉ ସମୟ କେତେ ଦିନ ମିଳେ? ଏମିତି କିଛି ସୀମା ଅଛି? ଦେଖନ୍ତୁ, ସାଧାରଣତଃ ଡେପ୍ୟୁଟେସନ ପାଇଁ ଯେତିକି ସମୟ ଦିଆଯାଇଥାଏ, ତାକୁ ଆଉ ବଢ଼ାଯାଏନି। ମାନେ ଯଦି 2 ବର୍ଷ ପାଇଁ ଗଲେ, ତେବେ 2 ବର୍ଷ? ହଁ, ସେମିତି। କିନ୍ତୁ କିଛି ବିଶେଷ ପରିସ୍ଥିତିରେ ଯଦି ଲାଗେ ଯେ ରାଜ୍ୟର ସ୍ୱାର୍ଥ ପାଇଁ ଆହୁରି ସମୟ ଦରକାର, ତାହେଲେ ତାକୁ ଷ୍ଟଡି ଲିଭ୍ ଭାବେ ବଢ଼େଇ ହେବ। ଓହୋ, ଡେପୁଟେସନକୁ ଷ୍ଟଡି ଲିଭ୍ରେ କନଭର୍ଟ କରିହେବ? ହଁ, କିନ୍ତୁ ସର୍ତ୍ତ ହେଲା ସବୁ ମିଶେଇକି ମୋଟ ଅନୁପସ୍ଥିତି ମାନେ କାମରୁ ବାହାରେ ରହିବା ସମୟ 30 ମାସରୁ ବେଶୀ ହବନି। ବୁଝିଲି। 30 ମାସ ହେଉଛି ମ୍ୟାକ୍ସିମମ୍ ଲିମିଟ୍, ଯେମିତି ବି ହେଉ। ହଁ, ସେଇଟା ହେଲା ଡେପୁଟେସନ କଥା। ଠିକ୍ ଅଛି। ଏବେ ଆସନ୍ତୁ ସେଇ କର୍ମଚାରୀଙ୍କ କଥା କହିବା, ଯେଉଁମାନେ ସରକାରଙ୍କ ପାଖକୁ ନ ଯାଇ ନିଜେ ଚେଷ୍ଟା କରନ୍ତି। ଧରାଯାଉ କେହି ଜଣେ ବାହାରେ କୋଉ ଭଲ ୟୁନିଭର୍ସିଟିରେ ଆଡମିସନ୍ ପାଇଗଲେ କିମ୍ବା କିଛି ଫେଲୋସିପ୍ ମିଳିଗଲା। ହଁ, ସେଇଠି ଆସୁଛି ଷ୍ଟଡି ଲିଭ୍ର କଥା। ତାହେଲେ ଷ୍ଟଡି ଲିଭ୍ ପାଇଁ କିଏ ଯୋଗ୍ୟ? ଯେଉଁ କର୍ମଚାରୀମାନେ ସରକାରଙ୍କ ଦ୍ୱାରା ବଛା ହେଇନାହାନ୍ତି କି ପଠା ହେଇନାହାନ୍ତି, ବରଂ ନିଜ ଉଦ୍ୟମରେ କୌଣସି ଭଲ ସ୍ୱୀକୃତିପ୍ରାପ୍ତ ଜାଗାରେ ପଢ଼ିବାକୁ ସୁଯୋଗ ପାଉଛନ୍ତି, ଯେମିତିକି ଆଡମିସନ୍, ଫେଲୋସିପ୍ କିମ୍ବା ସ୍କଲାରସିପ୍, ହଁ। ସେମାନେ ଷ୍ଟଡି ଲିଭ୍ ପାଇଁ ଆବେଦନ କରିପାରିବେ। ତାହେଲେ ଏ କ୍ଷେତ୍ରରେ ପଇସାପତ୍ର କେମିତି? ଏଠି ବି କ'ଣ ଡେପୁଟେସନ୍ ଭଳି ପୁରା ଦରମା ମିଳେ? ନା ନା, ଏଇଠି ଫରକ ଅଛି। ଏଇଠି ପୂରା ଦରମା ନୁହେଁ। ଷ୍ଟଡି ଲିଭ୍ରେ ଥିବା କର୍ମଚାରୀ ପାଆନ୍ତି ଛୁଟିକାଳୀନ ଦରମା ବା ଯାହାକୁ ଲିଭ୍ ସାଲେରୀ କହନ୍ତି। ଛୁଟିକାଳୀନ ଦରମା? ସେଇଟା କେତେ? ଏଇଟା ସାଧାରଣତଃ ଛୁଟିରେ ଯିବା ପୂର୍ବରୁ ଯାହା ମୂଳ ଦରମା ଆଉ ନଙ୍ଗା ଭତ୍ତା ଥିଲା, ସେତିକି। କିନ୍ତୁ ଏଠି ଗୋଟେ ବଡ଼ କିନ୍ତୁ ଅଛି। ଆଚ୍ଛା, କ'ଣ ସେଇଟା? ଏଇଟା ଟିକେ ଭଲରେ ବୁଝେଇ ଦିଅନ୍ତୁ। ଦେଖନ୍ତୁ, ଯଦି ସେହି କର୍ମଚାରୀ ଜଣକ ମାନେ ଯିଏ ଷ୍ଟଡି ଲିଭ୍ରେ ଅଛନ୍ତି, ସେ ନିଜ ପାଠପଢ଼ା ପାଇଁ ବାହାରକୁ କୋଉଠୁ ଯେମିତିକି କିଛି ଫେଲୋସିପ୍ରୁ, ସ୍କଲାରସିପ୍ରୁ କିମ୍ବା ଷ୍ଟାଇପେଣ୍ଡ ଆକାରରେ କିଛି ପଇସା ପାଉଥାନ୍ତି। ହଁ, ଯେମିତି ବହୁ ଜାଗାରେ ମିଳେ। ହଁ, ଯଦି ସେମିତି କିଛି ପାଉଛନ୍ତି, ତାହେଲେ ସେ କଥା ସରକାରଙ୍କୁ ଜଣେଇବାକୁ ପଡ଼ିବ। ଆଉ ସେ ଯେଉଁ ବାହାରୁ ପଇସା ମିଳୁଛି, ସେତିକି ପରିମାଣ ତାଙ୍କର ଏଇ ଛୁଟିକାଳୀନ ଦରମାରୁ ଯେ ଆଡଜଷ୍ଟ କରାଯିବ। ଓହୋ, ଏଇଟା ବଡ଼ କଥା। ମାନେ ଯଦି କାହାକୁ ଭଲ ସ୍କଲାରସିପ୍ ମିଳିଲା, ତେବେ ତାଙ୍କ ଲିଭ୍ ସାଲାରୀ କମିଯିବ? ହଁ, ସେ ବାହାର ଆମାଉଣ୍ଟକୁ ଆଡଜଷ୍ଟ କରାଯିବ। କିନ୍ତୁ ଏଠି ଆଉ ଗୋଟେ କଥା ଅଛି। କ'ଣ? ନିୟମ କହୁଛି ଯେ ଏମିତି ଆଡଜଷ୍ଟମେଣ୍ଟ ପରେ ବି ତାଙ୍କୁ ଯେଉଁ ଛୁଟିକାଳୀନ ଦରମା ମିଳିବ, ସେଇଟା ତାଙ୍କର ଅଧା ଦରମା ଛୁଟି ବା ହାଫ୍ ପେ ଲିଭ୍ ବେଳେ ଯେତିକି ମିଳିଥାନ୍ତା, ତାଠୁ କମ୍ ହବନି। ଆଚ୍ଛା, ମାନେ ଗୋଟେ ମିନିମମ୍ ଗ୍ୟାରେଣ୍ଟି ଅଛି? ହଁ, ସେମିତି କିଛି। ଆଉ ଗୋଟେ କଥା, ଷ୍ଟଡି ଲିଭ୍ ବେଳେ କୌଣସି ଯାତ୍ରା ଭତ୍ତା ବା ଟିଏ ମିଳିବନି କିମ୍ବା କୌଣସି ଷ୍ଟଡି ଆଲାଉନ୍ସ ବି ମିଳିବନି। ବୁଝିଲି। ତାହେଲେ ଦରମା କମିପାରେ, ଆଉ ଟିଏ କି ଷ୍ଟଡି ଆଲାଉନ୍ସ କିଛି ନାହିଁ।
ଠିକ୍ ଅଛି। ଆଉ ଏଇ ଷ୍ଟଡି ଲିଭ୍ ପାଇଁ ସମୟସୀମା କ'ଣ? ଏଟା ବି 30 ମାସ। ନା, ଏଠି ଟିକେ ଅଲଗା। ଖାଲି ଷ୍ଟଡି ଲିଭ୍ ହିସାବରେ ଯଦି ଦେଖିବା, ତେବେ ଜଣେ କର୍ମଚାରୀ ନିଜର ପୁରା ଚାକିରି ଭିତରେ ବେଶୀରେ ବେଶୀ 2 ବର୍ଷ ମାନେ 24 ମାସ ପାଇଁ ନେଇପାରିବେ। କେବଳ 24 ମାସ। ଡେପୁଟେସନ୍ ପରି ନୁହେଁ। ହଁ, କେବଳ ଷ୍ଟଡି ଲିଭ୍ ପାଇଁ 24 ମାସ। କିନ୍ତୁ ଯଦି ଏହା ସାଙ୍ଗରେ ଆଉ କିଛି ପ୍ରକାରର ଛୁଟି ମିଶାଯାଏ, ଯେମିତିକି ଅର୍ଣ୍ଣ ଲିଭ୍, ହଁ, କିନ୍ତୁ ଏଥିରେ ମେଡିକାଲ ଲିଭ୍ କିମ୍ବା ଏକ୍ସଟ୍ରାଅର୍ଡିନାରୀ ଲିଭ୍ ମିଶିବନି, ତାହେଲେ ଯାଇ ସବୁ ଛୁଟି ମିଶି ମୋଟ ଅନୁପସ୍ଥିତି 30 ମାସରୁ ବେଶୀ ହବନି। ଆଚ୍ଛା। ତେଣୁ ଦେଖିବି ସେଇ ମ୍ୟାକ୍ସିମମ୍ 30 ମାସର କଥା ଆସୁଛି, କିନ୍ତୁ ବାଟଟା ଅଲଗା। ଡେପୁଟେସନରେ ସିଧାସଳଖ ମିଳିପାରେ, ଏଠି ଷ୍ଟଡି ଲିଭ୍ 24 ମାସ, ବାକିଟା ଅନ୍ୟ ଛୁଟି ସହ ମିଶିବ। ଏକ୍ଜାକ୍ଟଲି, ସେଇଟା ହେଉଛି ମୁଖ୍ୟ ପାର୍ଥକ୍ୟ। ତାହେଲେ ଯଦି ଆମେ ସାରାଂଶ କରିବା, ଡେପୁଟେସନ୍ ହେଲା ସରକାରୀ ପୁଞ୍ଜିନିବେଶ ଭଳି। ସରକାର ବାଛିଲେ, ପଠେଇଲେ, ପୁରା ଦରମା ଦେଲେ। ହଁ, ଆଉ ଷ୍ଟଡି ଲିଭ୍ ହେଲା କର୍ମଚାରୀଙ୍କର ନିଜ ଚେଷ୍ଟାକୁ ସ୍ୱୀକୃତି। ସେଥିରେ ଛୁଟିକାଳୀନ ଦରମା ମିଳିବ, କିନ୍ତୁ ବାହାରୁ ପଇସା ପାଇଲେ ଆଡଜଷ୍ଟ ହବ। ଠିକ୍। ଆଉ ଦୁଇଟି ଯାକ କ୍ଷେତ୍ରରେ ମୋଟ ଅନୁପସ୍ଥିତି ସୀମା ହେଲା 30 ମାସ। ଏଇ କେତୋଟା କଥା ମନେ ରଖିବା ଦରକାର। ନିଶ୍ଚୟ। ଆଉ ଏଠି ଗୋଟେ କଥା ମନେ ପକାଇଦେବାକୁ ଚାହିଁବି, ଏ ଯୋଉ 1980 ମସିହାର ସଂଶୋଧନ କଥା ଆମେ କହୁଛେ, ତାର ମୂଳ ଉଦ୍ଦେଶ୍ୟ ଥିଲା ଏହି ଉଚ୍ଚଶିକ୍ଷା ବା ଟ୍ରେନିଂ ପାଇଁ ଛୁଟି ନେବାର ନିୟମକୁ ଟିକେ ସରଳ କରିବା, ଟିକେ ଉଦାର କରିବା। ହଁ, ତା ଦ୍ୱାରା କର୍ମଚାରୀମାନଙ୍କୁ ସୁବିଧା ହେଲା ନିଜର ଦକ୍ଷତା ବଢ଼ାଇବା ପାଇଁ। ହଁ, ଅଧିକ ସୁଯୋଗ ସୃଷ୍ଟି ହେଲା, ଆଉ ଗୋଟେ ସ୍ପଷ୍ଟ ନିୟମାବଳୀ ବି ତିଆରି ହେଲା। ବହୁତ ଭଲ ଭାବରେ ଆପଣ ବୁଝେଇଦେଲେ। ଧନ୍ୟବାଦ। ଶେଷରେ ମୋ ମନରେ ଗୋଟେ ପ୍ରଶ୍ନ ଆସୁଛି। କୁହନ୍ତୁ। ଏଇ ଯୋଉ ଫରକଗୁଡ଼ିକ ଅଛି ପଇସାପତ୍ରରେ, ନିୟମରେ, ଏହା ଗଣେ କର୍ମଚାରୀ ଯେତେବେଳେ ଭାବିବେ କି ଆଗକୁ ପଢ଼ିବି କି ନାହିଁ, କେମିତି ପଢ଼ିବେ, ସେତେବେଳେ ତାଙ୍କ ନିଷ୍ପତ୍ତିକୁ କେମିତି ପ୍ରଭାବିତ କରୁଥିବ? ଡେପୁଟେସନ୍ ପାଇଁ ଚେଷ୍ଟା କରିବେ ନା ନିଜେ ବାହାରେ ଖୋଜି ଷ୍ଟଡି ଲିଭ୍ ନେବେ? ହଁ, ଏଟା ନିଶ୍ଚୟ ଗୋଟେ ଗୁରୁତ୍ୱପୂର୍ଣ୍ଣ ବିଚାର, କାରଣ ଦୁଇଟିର ସୁବିଧା ଅସୁବିଧା ଅଲଗା ଅଲଗା। ଏହା ଉପରେ କର୍ମଚାରୀମାନେ ନିଶ୍ଚୟ ଚିନ୍ତା କରିବେ।